ସେତେବେଳେ ଯାହା ଆମେ ଛାତ୍ରକୁ ଆମକୁ କହିଲେ ଯେ ସେଟା ଗୋଟେ ଲିଷ୍ଟ ଅଛି ଏଇ ଆଇଟମ ତାର ଡେସ୍କ୍ରିପସନ ଅଛି ଏବଂ ତା ଦେହରେ ଗୋଟେ ମାର୍କ ବି ଅଛି ଯେ ଏଇ ଆଇଟମଟା ଗୋଟେ ମୁକୁଟ ତାର ନମ୍ବର ହଉଛି 13 କି 15 ଆଉ ସେଇଟା ଲିଷ୍ଟରେ ଅଛି। ଅବିକା ଆମେ ସେଇଟାକୁ ଯେତେବେଳେ କରିବୁ ସେଟା ଗୋଟେ ଷ୍ଟାର୍ଟିଂ ପଏଣ୍ଟ ସେ ଜିନିଷଟା ଅଛି କି କ'ଣ ହେଲେ ଆମେ ତାକୁ ଟିକ୍ କରିଦେଇ ପାରିବୁ ଯେ ସେଇ ଜିନିଷଟା ଅଛି। ଆଚ୍ଛା ତାପରେ 78 ମସିହା ପରେ କିଛି ଆଡିସନ ବି ହେଇଛି ସେ ଆଡିସନଟା କ'ଣ ସେଇଟା ସେ ଯୋଉ ପୁରୁଣା ଲିଷ୍ଟର ଯୋଉ କମ୍ପାରିଜନ ସେଇଟା ପରେ ଆଡିସନ ସେଇ ଯୋଉ ଧରନ୍ତୁ 100ଟା ଆଇଟମ 78ରେ ଥିଲା ତା ଭିତରୁ ଯଦି 5ଟା ମିଳୁନି କ'ଣ ହେଇଛି କାହିଁକି ମିଳୁନି ସେଇଟା ଗୋଟେ ଆମେ ଡିସ୍କସ୍ କରିବୁ। ତେଣୁ ଆଜି ଆମର ଡିସ୍କସନ ହେଲା ଯେ 78 ମସିହା ଲିଷ୍ଟ ତାର ଫର୍ଦର ଷ୍ଟେପ୍ସ ଆଉ ଗଣତି କରିବା ପାଇଁ ଭିତରକୁ ଯିବା ପାଇଁ କୋଉ ଟାଇମରେ ଯିବା ସୁବିଧା ହବ କାରଣ ଯୋଉ ଟାଇମରେ ଠାକୁର ଦର୍ଶନ ହଉଥିବ ଭକ୍ତମାନେ ସେ ଟାଇମରେ ଆପଣମାନେ ରତ୍ନଭଣ୍ଡାର ଯୋଉ ଜାଗାରେ ଅଛି ତେଣୁ ସେ ଜାଗାକୁ ଆଉ ଯାଇକିରି ଠାକୁରଙ୍କ ଯେତେବେଳେ ନୀତି ହଉଛି ଭକ୍ତମାନେ ଯାଉଛନ୍ତି ସେ ଟାଇମରେ ତ ଆଉ କରିହବନି। ରଥଯାତ୍ରାଟା ହଉଛି ପ୍ରକୃତ ସମୟ ଅବିକା ଆମେ ସେୟା ଭାବୁ। ଆଚ୍ଛା ଆମେ ଏକଥା ବି ଡିସ୍କସ୍ କଲୁ ଯେ ସ୍ନାନ ପୂର୍ଣ୍ଣିମା ପରେ ଠାକୁରଙ୍କର ଭକ୍ତମାନେ ଯାଆନ୍ତି ନାହିଁ କିନ୍ତୁ ସେଥିରେ ସେବାୟତମାନଙ୍କର ଅଛି ଯେ ସେଇ ଟାଇମରେ କେହି ଯାଇପାରିବେ ନାହିଁ ଅନ୍ଧାର ହେଇଯିବ ହଁ ତେଣୁ ସେଇ ପିରିୟଡ଼ ତେଣୁ ଆମେ ଚିନ୍ତା କରୁଛୁ ଯେ 78 ମସିହା ରିପୋର୍ଟ ପାଇଲା ପରେ ଆଉ ଗୋଟେ ଟେକ୍ନୋଲୋଜିକାଲି ଯେ କ୍ୟାମେରା ଦ୍ୱାରା ଯେମିତି ଆପଣମାନେ ସେଠୁ କ୍ୟାମେରା ଦେଖେଇକିରି ଏଠି ଦେଖିପାରୁଛନ୍ତି ସେମିତି ଯଦି କିଛି ଷ୍ଟଡି କରାଯାଇପାରିବ ଏଇସବୁ ବିଷୟରେ ପ୍ରାରମ୍ଭିକ ଆଲୋଚନା ଆଜି ହେଉଛି। 4 ମାସ ଲାଗିଥିଲା କାହିଁକି ଯାହା ଆମର ପ୍ରାରମ୍ଭିକ ଆଲୋଚନା ଜଣାପଡ଼ିଲା ସେତେବେଳେ ଏ ଯୋଉ ସୁନା ମୁକୁଟ ତାର ପ୍ୟୁରିଟି କେତେ ସେତେବେଳେ ସେଇଟା ବି କରାଯାଉଥିଲା ସେଇଟା ଅବିକା ତ ଆମକୁ କରିବାକୁ ପଡ଼ିବନି କାରଣ ଆମର ପାଖରେ ଗୋଟେ ରେଡିମେଡ ଲିଷ୍ଟ ଅଛି ଯେ ଏଇ ହେଉଛି ଆମର ଏତିକି ହେଉଛି ତାର ପ୍ୟୁରିଟି ସେ ଲିଷ୍ଟ ସାଙ୍ଗରେ ଆମେ କମ୍ପେୟାର କରାଯିବ କେମିତି ଷ୍ଟେପ୍ରେ ଆମର କନଜରଭେସନ ହବ କେମିତି ତାର ଓପନିଂ ହବ ତାର ଯୋଉ ଷ୍ଟେପ୍ ଗୁଡ଼ାକ ନେଇକି ସ୍ପେଶାଲି ଡିସ୍କସନ୍ ହେଇଥିଲା ଯୋଉଟାକି ଏଏସ୍ଆଇର ପାର୍ଟ ଥିଲା କି କନଜରଭେସନ ଇସ୍ୟୁ ଯୋଉଟାକି ଆମେ ତାଙ୍କର ଥିଲା କି ସେଫ୍ଟି ଯେ ଭିତରର କେମିତି ହେଇପାରିବ କେମିତି ସେଫ୍ଟିରେ ଭିତରେ ଯାଇକି ଏଣ୍ଟର କରିକି ଏସେସ୍ କରି ହେଇପାରିବ କିମ୍ବା ଡକୁମେଣ୍ଟେସନ ହେଇପାରିବ ସେଥିପାଇଁ ଏଏସ୍ଆଇ କୁ ଦେଖିବାକୁ ପଡ଼ିବ। ତ ଯେହେତୁ ବର୍ତ୍ତମାନ ଯେହେତୁ ଖୋଲା ହୁଏନା ତେଣୁକରି ଆମର ଥିଲେ କମିଟିର ମେମ୍ବର ସେମାନେ ଗୋଟେ ଏଣ୍ଡୋସ୍କୋପି ପାଇଁ ଗୋଟେ ଦିଆଯାଇଥିଲା ରେଫରେନ୍ସ କରିକି କରାଯାଇପାରିବ କି କିନ୍ତୁ ସେଇଟା ବୋଲେ ସେକେଣ୍ଡାରୀ ଷ୍ଟେପ୍ ବର୍ତ୍ତମାନ ପ୍ରାଇମେରୀ ଷ୍ଟେଜରେ ବାକି ଯାହା କିଛି ଅଛି ନୀତି ବା ବାକି ନୀତିକୁ ଦେଖି କେଉଁ ସମୟରେ ଖୋଲା ଯାଇପାରିବ ପ୍ଲସ୍ ତାଙ୍କର ଯୋଉଟା ଆମର ଯୋଉ ଅଛନ୍ତି ସେବାୟତମାନେ ତାଙ୍କର ମଧ୍ୟ ପରମିସନ ଦରକାର ପଡ଼ିବ ଯେହେତୁ ସେମାନଙ୍କର ସହଯୋଗ ନିହାତି ଦରକାର ସମସ୍ତଙ୍କ ସହଯୋଗରେ ସେଇଟାକୁ କରାଯାଇପାରିବ ଯୋଉଟା ପ୍ରାଇମେରୀ ଯୋଉଟା ବର୍ତ୍ତମାନ ଆପଣଙ୍କର जो प्राइमरी जो जो कहले कि 78 रे इतना इन्वेंटरी तार इन्वेंटरी पेपर्स डॉक्यूमेंट एगुडा को सेडा को करा जोटा कि सार कहले आपण